ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଯେନ୍ମାନେ ହୋମଗାର୍ଡ଼ଟା ଦେଇଥିଲ ବୋଲେ ରାୟଗଡ଼ା ଡିଷ୍ଟ୍ରିକ୍ଟର ଯେନ୍ଟାକି ରିଜେକ୍ଟ ଲିଷ୍ଟଟା ଆସିଛି ଆଉ ସେ ରିଜେକ୍ଟ ଲିଷ୍ଟର କାରଣ ଦେଖିପାରୁଥିବ ଏଇନା ପହିଲା ନୋଟିସ୍ରେ ଲେଖିଛି ଅଣ୍ଡର ଏଜ୍ ଯେନ୍ଟାକି 20 ବର୍ଷରୁ କମ୍ 1/1/2025 20 ବର୍ଷରୁ କମ୍ ଏଜ୍ ହେଇଛେ ସେମାନଙ୍କରଟା ଅଣ୍ଡର ଏଜ୍ରେ ଏକା କଟିଯାଇଛେ। ଆଉ ଇ ଲିଷ୍ଟକେ ପାଇବାଲେ ହେଲେ ଆମ ଟେଲିଗ୍ରାମ ଗ୍ରୁପ୍କେ ଜଏନ୍ କରି ପକାବ। ଜଏନ୍ କଲା ପରେ ସେନେ ଇ ପିଡ଼ିଏଫ୍ଟା ସେନେ ଛାଣି ଦିଆଯାଇଛି। ସେ ପିଡ଼ିଏଫ୍କେ ଦେଖିକରି ଏପ୍ଲେ ଇ ଯେନ୍ଟାକି ଲିଷ୍ଟଟା ଦେଖିପାରବ। ଇନେ ଦେଖିପାରୁଥିବ ପହଲା ତ କ୍ୟାଣ୍ଡିଡେଟ୍ ନେମ୍ ରହୁଛେ, ତାପରେ ଫାଦର ନେମ୍ ରହୁଛେ, ଏଡ୍ରେସ୍ ରହୁଛେ, ତାପରେ ପୋଲିସ୍ ଷ୍ଟେସନ୍। ଇଟା ଯେନ୍ଟାକି ରାୟଗଡ଼ା ଡିଷ୍ଟ୍ରିକ୍ଟ ଯେତେଟା ପୋଲିସ୍ ଷ୍ଟେସନ୍ ଅଛି ସବୁ ପୋଲିସ୍ ଷ୍ଟେସନ୍ର ଲିଷ୍ଟଟା ରହୁଛେ ଇନେ। ତାପରେ ଇନେ କ୍ୟାଣ୍ଡିଡେଟ୍ ଯେନ୍ଟା ମେଲ୍ ଫିମେଲ୍ ଯେନ୍ଟା ରହୁଛେ ସେଟା ରହୁଛେ, ମୋବାଇଲ୍ ନମ୍ବର ରହୁଛେ, ଡେଟ୍ ଅଫ୍ ବାର୍ଥ ରହୁଛେ। ଇନେ ଦେଖିପାରୁଥିବ ଫିମେଲ୍ ମାନଙ୍କରଟା ବି ରହୁଛେ। ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଯେତେ ପୋଲିସ୍ ଷ୍ଟେସନ୍ ଯାଉଛେ ଇନେ ପୋଲିସ୍ ଷ୍ଟେସନ୍ ୱାଇଜ୍ ରହୁଛେ। ନିଜର କେନ୍ ପୋଲିସ୍ ଷ୍ଟେସନ୍ କେନ୍ ଯାଉଛେ ନିଜର ନାଁକେ ଚେକ୍ କରି ପକ। ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଯେନ୍ମାନେ କି ହୋମଗାର୍ଡ଼ଟା ଦେଇଥିଲ ବୋଲେ 370 ଲୋକର ଯେନ୍ଟାକି ନାଁଟା ରିଜେକ୍ଟ ହେଇଯାଇଛେ। ଇନେ ତଲ୍କେ ତଲ୍ ଅଛେ ଦେଖିପାରୁଥିବ ଲିଷ୍ଟଟା। ନିଜର ନାଁ ଅଛି କି ନି ଇନେ ପହିଲା ତ ଚେକ୍ କରି ପକ। ଇନେ ବିଷମ କଟକରେ ଦେଇଛି ପୋଲିସ୍ ଷ୍ଟେସନ୍ର। ରାୟଗଡ଼ା ଡିଷ୍ଟ୍ରିକ୍ଟ ଯେତେ ବି ପୋଲିସ୍ ଷ୍ଟେସନ୍ ଯାଉଛେ ସବୁ ପୋଲିସ୍ ଷ୍ଟେସନ୍ର ଲିଷ୍ଟଟା ଅଛେ। ଟେଲିଗ୍ରାମ ଗ୍ରୁପ୍କେ ଜଏନ୍ କରି ସେନେ ପିଡ଼ିଏଫ୍ଟା ଚେକ୍ କରିପାରବ। ରାୟଗଡ଼ା ଡିଷ୍ଟ୍ରିକ୍ଟ ଯେନ୍ମାନେ ହୋମଗାର୍ଡ଼ ଦେଇଥିଲ। ଭିଡ଼ିଓକେ ସେୟାର କର, ଚ୍ୟାନେଲ୍କେ ସବସ୍କ୍ରାଇବ୍ କରବାଟା ନେଇ ଭୁଲବ। ଇ ପ୍ରକାର ଅପଡ଼େଟ୍ ଆମର ଚ୍ୟାନେଲ୍ରେ ସବୁବେଲେ ମିଲୁଥିବା।